ପ୍ରିୟ ଆତ୍ମନ୍, ଯେ ଆଳସ୍ୟ ଏବଂ ନିଷ୍କମଣତାରୁ ବିରକ୍ତ ହୋଇପାରେ ନାହିଁ, ତାହାର ବିଷୟରୁ ବିରକ୍ତ ହେବା ଅସମ୍ଭବ। ଯେ ଆଳସ୍ୟ ଉପରେ ବିଜୟ ହୋଇପାରି ନାହିଁ, ସେ ବିଷୟ ଉପରେ କିପରି ବିଜୟ ହୋଇପାରେ? ଯେ ବିଦ୍ୟାଭ୍ୟାସ କରିପାରେ ନାହିଁ, ସେ ଯୋଗାଭ୍ୟାସ କ'ଣ କରିପାରିବ? ଯେ ବିଲୁଆ ଦେଖିବି ଡରିଯାଏ, ସେ ସିଂହର ଶିକାର କିପରି କରିବ? ସିଂହର ଶିକାର ସମୟରେ ଯେପରି ବୀରତ୍ୱ, ବେଗ ଏବଂ ଚୈତନ୍ୟ ଥିବାର ଆବଶ୍ୟକତା ଅଛି, ଠିକ୍ ସେହିପରି ହିଁ ବୀରତ୍ୱ, ବିଚାର, ବିଦ୍ୟା ଏବଂ ଚେତନା ବି ବିଷୟ ରୂପକ ସିଂହକୁ ଜିତିବା ଆବଶ୍ୟକ। ସିଂହ ଉପରେ ବିଜୟୀ ହେବା ସହଜ, ତାହା ଅଳ୍ପ ହିଁ ପରିଶ୍ରମରେ ଏବଂ ଯୁକ୍ତିରେ ଜିତାଯାଇପାରେ, କିନ୍ତୁ ବିଷୟ ଉପରେ ବିଜୟୀ ହେବା ବହୁତ ହିଁ କଠିନ। ଏହାକୁ କେହି ଅସାଧାରଣ ହିଁ ଜାଣେ। ସିଂହକୁ ଜିତିବା ଲୋକ ବୀର ନୁହେଁ, ବୀର ସେ ଯେ ବିଷୟକୁ ଜିତିଛି ଏବଂ ନିଜର ସ୍ୱରୂପକୁ ପ୍ରାପ୍ତ କରି ପ୍ରକୃତ ଶାନ୍ତିକୁ ପ୍ରାପ୍ତ କରିଛି। ଯୋଗାଭ୍ୟାସ କରନ୍ତୁ, ବହୁତ ଯୋଗ ବ୍ୟାୟାମ କରନ୍ତୁ ଏବଂ କଠିନ ପରିଶ୍ରମର ସହ ନିଜର କାମ କରୁଥାନ୍ତୁ। ଏଥିରେ ଏହି ଚଞ୍ଚଳ ମନ ଆହୁରି ଥକିଯିବ ଏବଂ ଆଉ ବିଷୟ ଆଡ଼କୁ ଦୌଡ଼ିବ ନାହିଁ। ଶରୀରରୁ କାମ ନ ନେଲେ, ବେକାର ରହିଲେ ମନ ବିଷୟର ଦାସ ହୋଇଯାଏ ଏବଂ ମନୁଷ୍ୟଙ୍କୁ ସାଂସାରିକ ଭୋଗରେ କଚାଡ଼ି ଦିଏ। ଏହି ନିଷ୍କମଣତା ହିଁ ଶାନ୍ତିର ନାଶକ ଏବଂ ବିବିଧ ରୋଗର ଉତ୍ପାଦକ। ପାଠଶାଳାର ଛୁଟିରେ ପିଲାମାନେ, କଚେରୀର ବଡ଼ ଛୁଟିରେ ଅମଲାମାନେ, ପ୍ରବାହର ବନ୍ଦ ହୋଇଗଲେ ନଦୀଗୁଡ଼ିକର ଏବଂ ପେନ୍ସନ୍ ପାଇଗଲେ ସୈନିକମାନେ ପ୍ରାୟ ରୋଗୀ ହୋଇଯାଆନ୍ତି। ଯାହାର କାମରୁ ଛୁଟି ନାହିଁ, ତାକୁ ମରିବାକୁ ଏବଂ ବେମାର ପଡ଼ିବାକୁ ବି ଅବସର ମିଳେ ନାହିଁ। ମୃତ୍ୟୁର ମୁଖ୍ୟ ଦ୍ୱାର ଆଳସ୍ୟ ଏବଂ ନିଷ୍କମଣତା। ମୃତ୍ୟୁ ବି ଛିଡ଼ା ହୋଇଥିବା ଏବଂ କାମ କରୁଥିବା ମନୁଷ୍ୟକୁ ଡରେ। ଏହା ପ୍ରାୟ ତା ପାଖରେ ଦେଖାଯାଇଛି ଯେ ଖଟରେ ଶୋଇ ରହିଛି। ଅଳସୁଆ ଏବଂ ଶକ୍ତିହୀନ ଉପରେ ସମସ୍ତେ ଆକ୍ରମଣ କରନ୍ତି। ତେଣୁ ବିଷତୁଲ୍ୟ ନିଷ୍କମଣତା ଏବଂ ବିଷୟର ଆସକ୍ତି ଯାହା ମନୁଷ୍ୟକୁ ଅଳସୁଆ ଏବଂ ଶକ୍ତିହୀନ କରିଦିଏ। ପ୍ରଯତ୍ନ କରି ତାଠାରୁ ଅଲଗା ହୋଇଯାଆନ୍ତୁ। ଏହା ବୀର ଏବଂ ବିଦ୍ୱାନମାନଙ୍କର ପରମ ପୁରୁଷାର୍ଥ ଏବଂ ପରମ କର୍ତ୍ତବ୍ୟ। ସଂସାରର ବଡ଼ ବଡ଼ ବୈଜ୍ଞାନିକ, ବଡ଼ ବଡ଼ ଆବିଷ୍କର୍ତ୍ତା ଏବଂ ବଡ଼ ବଡ଼ ସମର ବିଜୟୀ ସେମାନେ ହିଁ ହୋଇଛନ୍ତି ଯେଉଁମାନେ ସାଂସାରିକ ବିଷୟ ଉପଭୋଗରେ ଆସକ୍ତ ନଥିଲେ, ଯେଉଁମାନେ ଅଳସୁଆ ନୁହେଁ, କର୍ମବୀର ଥିଲେ। କାମରେ ଆରାମ ମିଳେ। ଅଧିକ ଉପଯୋଗୀ ବିଷୟ ଜାଣିଥିବା ଲୋକ ପୂଜନୀୟ, ବନ୍ଦନୀୟ ବା ଶ୍ରେଷ୍ଠ କେବେ ହୋଇନପାରେ। ଶ୍ରେଷ୍ଠ ସେ ହିଁ ଯେ ତଦନୁସାରେ ଆଚରଣ ବି କରେ। ବୈରାଗ୍ୟ, ସନ୍ତୋଷ, ବେଦାନ୍ତ ଏବଂ ଯୋଗ ଉପରେ ଭଲ ଭଲ ପ୍ରବନ୍ଧ ଏବଂ ଲେଖାଗୁଡ଼ିକ ଲେଖିଦେଲେ ବା ପଢ଼ିଦେଲେ କିଛି ଲାଭ ନାହିଁ। ଲାଭ ତଦନୁସାରେ ଅଭ୍ୟାସ କରିବାରେ ବା ଚଳିବାରେ ହୁଏ। କିଛି ଲୋକଙ୍କ ପୁସ୍ତକ ପଢ଼ିବାରେ କାମନା ଥାଏ। ଭଲରୁ ଭଲ ପୁସ୍ତକ ପଢ଼ି ପକାନ୍ତି। ସର୍ବଦା ପୁସ୍ତକାବଲୋକନ କରୁଥାନ୍ତି। ଲେଖକର ଲେଖନ ଶୈଳୀ ଏବଂ ତାହାର ଭାଷାର ସରସତା ଏବଂ ସୁନ୍ଦରତା ଉପରେ ବିଚାର କରନ୍ତି ଏବଂ ମଗ୍ନ ରୁହନ୍ତି। ପୁସ୍ତକ କୀଟ ହୋଇଯାଆନ୍ତି, କିନ୍ତୁ ତହିଁରେ ତାଙ୍କର ଲାଭ କିଛି ବି ହୁଏ ନାହିଁ। ପୁସ୍ତକ ପଢ଼ାଳିମାନେ ବିଷୟକୁ ଜାଣିଯାଆନ୍ତି। ତାଦ୍ୱାରା ତା ଉପରେ ଅନ୍ୟକୁ ଶିକ୍ଷା ଦେଇପାରନ୍ତି, ତା ଉପରେ ବ୍ୟାଖ୍ୟାନ ଦେଇପାରନ୍ତି। ସେହି ପଠିତ ବିଷୟ ଉପରେ ଭଲରୁ ଭଲ ଲେଖା ଲେଖିପାରନ୍ତି, କିନ୍ତୁ ଏଥିରୁ ସ୍ୱୟଂ ତାଙ୍କର ଉଦ୍ଧାର ହୋଇପାରିବ ନାହିଁ, ନା ତାଙ୍କ ହୃଦୟକୁ ପ୍ରକୃତ ଆନନ୍ଦ ବା ପ୍ରକୃତ ଶାନ୍ତି ମିଳିପାରେ। ତେଣୁ ପଢ଼ିବା, ଶୁଣିବା ଏବଂ କଥାବାର୍ତ୍ତା ହେବାଠାରୁ ଅଧିକ ସମୟ ସାଧନ କରିବାରେ, ଆଚରଣ କରିବାରେ, ନିଜର ମନ୍ଦ ସ୍ୱଭାବକୁ ଜିତିବାରେ ଲଗାନ୍ତୁ। ଆତ୍ମା ଉଦ୍ଧାରର ଏହା ସବୁଠାରୁ ଭଲ ଏବଂ ପ୍ରକୃତ ରାସ୍ତା। ମିତ୍ରମାନଙ୍କ ସହ ଗପସପ, ସମାଚାର ପତ୍ର ଅଧିକ ପଢ଼ିବା, ଉପନ୍ୟାସ ଗୁଡ଼ିକରେ ମନ ମତାଇବା ଏବଂ ଭାଙ୍ଗ, ଗଞ୍ଜେଇ, ମଦ, ସିଗାରେଟ୍
ପାନା ଆଦି ବ୍ୟର୍ଥ କାମଗୁଡ଼ିକୁ ଛାଡ଼ି ନିଜର ଅମୂଲ୍ୟ ସମୟକୁ ବଞ୍ଚାନ୍ତୁ ଏବଂ ସେହି ସମୟକୁ ଯୋଗ ସାଧନ, ଆତ୍ମଚିନ୍ତନ ଏବଂ ଏପରି ବିଚାରଗୁଡ଼ିକରେ ଲଗାଇ ଦିଅନ୍ତୁ ଯେ ଯେଉଁ ଉପଦେଶକୁ ଆମ୍ଭେ ପଢ଼ିଛୁ ତଦନୁସାରେ ଚଳିବାରେ କେତେ ସଫଳତା ପ୍ରାପ୍ତ କରିଛୁ ଆଉ କେତେ ବାକି ଅଛି। ବାରମ୍ବାର ଏପରି ବିଚାର କରିବା ଦ୍ୱାରା, ବାରମ୍ବାର ଚିନ୍ତନ କରିବା ଦ୍ୱାରା ତଥା ଯେ ଯାଏଁ ମନ ଏବଂ ଶରୀର ସିଦ୍ଧାନ୍ତର ବିରୋଧରେ ଚାଲୁଥିବେ ସେ ଯାଏଁ ବାରମ୍ବାର ଚୈତନ୍ୟତାର ସହ ରୋକିବାରେ କିଛି ଦିନରେ ଆପଣ ସଫଳ ମନୋରଥ ହୋଇଯିବ। କିନ୍ତୁ ବଡ଼ ଧୈର୍ଯ୍ୟ ଏବଂ ପୁରୁଷାର୍ଥର ଆବଶ୍ୟକତା ଅଛି। ତଥାପି ଖାଣ୍ଟି ସାଧକଙ୍କ ପାଇଁ ଅତି ସରଳ ଏବଂ ସୁଗମ।